ବର୍ଷା ପ୍ରିୟଦର୍ଶିନୀ ବର୍ଷା ସମୟରେ କୁଆଡେ ବର୍ଷା ଲାଗି ରହିଥିଲା। ତେଣୁ ଜେଜେମା ତାକୁ ବର୍ଷା ନାଁ ଦେଇଥିଲେ। ବାପା ମା ଆଉ ଜେଜେମାକୁ ନେଇ ତା ପରିବାର ଭାଇ ଭଉଣୀ ନଥିବାରୁ ସେ ଦୁଃଖ କରେ। ମାତ୍ର ସାଙ୍ଗସାଥୀଙ୍କ ମେଳରେ ସେ ଦୁଃଖ ସେ ଭୁଲିଯାଏ। କେହି କହେ କାହାର ଅଭିଶାପ ଅଛି, ତେଣୁ ତା ମାକୁ ଆଉ ଛୁଆ ଦେଇନାହାନ୍ତି। କିନ୍ତୁ ବର୍ଷାକୁ ଏସବୁରୁ କିଛି ଫରକ ପଡେନି। ଦିନେ ମଧ୍ୟ ଏଥିପାଇଁ ଜେଜେମା କିମ୍ବା ବାପା ମୁହଁରୁ ମା ବିରୋଧରେ ସେ ପଦେ ମଧ୍ୟ ଶୁଣିନି। ଗାଁରେ ବର୍ଷା ଧୀରେ ଧୀରେ ବଡ ହେବାରେ ଲାଗିଲା। ଗାଁ ଚାଟଶାଳୀରେ ପଢିଲା। ସେ ଦିନଟି ତା ପାଇଁ ବହୁତ ଖୁସିର ଦିନ ଥିଲା। କେଉଁଦିନ ସାର୍ କହିଲେ, ହଇରେ ପବନା, ତୋ ଝିଅ ଭାରି ଭଲ ପଢୁଛି, ତାକୁ ଆଗକୁ ପଢେଇବୁ, ଦେଖିବୁ ଦିନେ ସେ ତୋ ନାଁ ରଖିବ। ସେଇ କଥାଟି ବର୍ଷା ବାପା ମନରେ ରହିଗଲା। ଝିଅକୁ ପଢେଇବା ପାଇଁ ସେ ସବୁ କିଛି କରିବାକୁ ରାଜି ଥିଲା। ଗାଁରେ ହାଇସ୍କୁଲ ନଥିବାରୁ 10 କିଲୋମିଟର ଦୂର ସ୍କୁଲକୁ ଝିଅକୁ ପଠାଇଲା। ପଇସା ଜମା କରି ସାଇକେଲ ଖଣ୍ଡେ କିଣିଦେଲା। ବର୍ଷାର ମଧ୍ୟ ପଢିବାରେ ବହୁତ ଇଚ୍ଛା। ବାପାର କଷ୍ଟ ମଧ୍ୟ ଆଖିକୁ ଦୁଶୁଛି। ତେଣୁ ସେ କଠିନ ପରିଶ୍ରମ କରି ହାଇସ୍କୁଲ ପାସ୍ କଲା। ପ୍ରଥମ ଶ୍ରେଣୀରେ ପାସ୍ କରିଥିବାରୁ ଆଖପାଖ ଗାଁରେ ସମସ୍ତେ ତାକୁ ଚିହ୍ନି ଲାଗିଲେ। ପବନାର ବହୁତ ପ୍ରଶଂସା କଲେ। ପବନା ଖୁସିରେ ଘରକୁ ଆସି କହିଲା, ବୁଝିଲୁ ମା, ତୁ ମୋ ନାଁ ରଖିଦେଲୁ। ଲୋକେ କହୁଛନ୍ତି ପଙ୍କରେ ପଦମ ଫୁଟିଛି। ମୋର ମନ ଭାରି ଖୁସି। ତତେ କଣ ଦରକାର କହିଲୁ? ବାପା, ମୁଁ ଏଇ ପଙ୍କକୁ ହଟାଇ ସୁନ୍ଦର ପୋଖରୀଟିଏ ଗଢିବାକୁ ଚାହେଁ। ସେଥିରେ ଆହୁରି କେତେ ଫୁଲ ଫୁଟିବେ। ପବନା କହିଲା, ମୁଁ କିଛି ବୁଝିପାରୁନାହିଁ। ବାପା, ମୁଁ ଆଗକୁ ପଢିବାକୁ ଚାହୁଁଛି। ଏଠୁ ଆହୁରି ପିଲା ଶିକ୍ଷିତ ହୋଇ ବାହାରନ୍ତୁ ବୋଲି ମୋର ଇଚ୍ଛା ଅଛି। ସେଥିପାଇଁ ମୁଁ ନିଜେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ଚାହେଁ। ଝିଅର ଇଚ୍ଛାକୁ ପବନା ମନା କରିପାରିଲା ନାହିଁ। ଏଡମିସନ ହେଲା ବର୍ଷା କଲେଜରେ। ଗାଁରୁ 15 କିଲୋମିଟର ଦୂର। 5 କିଲୋମିଟର ସାଇକେଲ ଚଲେଇ ଯାଏ। ଭଲ ପଢୁଥିବାରୁ ଛାତ୍ର ବୃତ୍ତି ମିଳେ। ସେଥିରେ କଷ୍ଟେ ମଷ୍ଟେ ଚଳିଯାଏ। କଲେଜରେ କ୍ୟାମ୍ପସ ଇଣ୍ଟରଭ୍ୟୁରେ ଚାକିରି ହୋଇଯିବା ପରେ ବର୍ଷା ଖୁସିରେ କାନ୍ଦି ପକାଇଲା। ସହରରେ ଚାକିରି ହେଇଛି ତାର। ଗାଁରୁ ଝିଅଟିଏ ସହରକୁ ଯାଇ କାମ କରିବା ବହୁତ କଷ୍ଟ। ତେବେ ସେ କଷ୍ଟ କରିବ ବୋଲି ଦୃଢ ନିଷ୍ପତ୍ତି ନେଇଛି। ଆଖି ଆଗରେ ତାର ସେଇ ପୁରୁଣା ସ୍ୱପ୍ନ ସବୁବେଳେ ଜୀବନ୍ତ ଅଛି। ଗାଁ ସ୍କୁଲର ଉନ୍ନତି, ନିଜ ଅର୍ଜନରୁ ଗାଁ ଛୁଆଙ୍କ ଉନ୍ନତି ପାଇଁ କାମ କରିବ। ଆଗକୁ କେତେ ପୁଅ ଝିଅ ତା ସହ ଆସି ଅଣ୍ଟା ଭିଡି ଛିଡା ହେବେ। ଏସବୁ ଭାବୁଥିବା ବେଳେ ମା ଆସି ପଚାରିଲା, ସମୀର କେତେବେଳେ ଆସିବେ କି? ବର୍ଷା ଘଣ୍ଟା ଦେଖି କହିଲା, ଏବେ ତ 9ଟା ହେଇଛି, ସେ 10ଟାରେ ଆସିବେ। ମା ଚା କପଟି ଥୋଇ ଦେଇ ଚାଲିଗଲା। ବର୍ଷା ପୁଣି ଅତୀତର ଭାବନାରେ ବୁଡି ଯାଇଥିଲା। ସମୀରଙ୍କ ନାଁଟି ଆଗକୁ ଆସିଲେ ତା ମନ ଭିତରେ ଗୋଟିଏ ଶିହରଣ ଖେଳି ଯାଇଥାଏ। ବର୍ଷା ଚାକିରି କରିବାର 3 ବର୍ଷ ହେଲାଣି। ତାର ସ୍ୱପ୍ନ ଓ କାମ ଶୁଣି ସମୀର ବହୁତ ପ୍ରଭାବିତ ହୋଇଥିଲେ। ସମୀର ହେଉଛନ୍ତି ପାଖ ଗାଁର କୈଳାସ ବାବୁଙ୍କ ପୁଅ। ଗତ ବର୍ଷ ଜଣେ ମଧ୍ୟସ୍ଥ ବିବାହ ପ୍ରସ୍ତାବ ଆଣିଥିଲେ। ବର୍ଷା ତା ବାପାଙ୍କୁ କହିବାରେ ଫୋନ କରେ। ପବନା ଯାଇ ଅପେକ୍ଷା କଲା ଦୋକାନୀ ପାଖରେ। ବର୍ଷା କଲ୍ କରିବାରୁ କହିଲା, ଆରେ ମା, ତୋ ପିଉସା ପ୍ରସ୍ତାବ ଗୋଟିଏ ଆଣିଛନ୍ତି। ତୁ ହଁ କହିଲେ କଥା ଆଗକୁ ବଢାଇବା। ବାପା, ତମେ ତ ମୋ ସ୍ୱପ୍ନ ଜାଣିଛ। ମୁଁ ଜାଣେ ମା, ତୁ 2 ବର୍ଷ ହେଲା ଗାଁ ପାଇଁ ବହୁତ କିଛି କରିଛୁ। ଆରେ ଏ ପିଲା ସହ ଦେଖା କର। ତତେ ଇଚ୍ଛା ନହେଲେ କଣ ମୁଁ ବାହାଘର କରିବି? ବାପା କହିଥିବା କଥାକୁ ଏଡେଇ ନ ପାରି ବର୍ଷା ବାପାଙ୍କ କହିବା ଦିନରେ ଗାଁକୁ ବାହାରିଲା। ଘରେ ଯାଇ ପହଞ୍ଚେ। ଦେଖ ମା, ମୁଁ ଶୁଣିଲି ପିଲାଟି କୁଆଡେ ଭଦ୍ର, ପାଠ ପଢି ଚାକିରି କରୁଛି। ତାକୁ ତୁ ତୋ ସ୍ୱପ୍ନ କଥା କହ। ସେ ଯଦି ବୁଝିପାରିବ ତେବେ ଅସୁବିଧା ନାହିଁ। ତତେ ତୋ ସ୍ୱପ୍ନ ପୂରା କରିବାକୁ ସାଥୀଟିଏ ମିଳିଯିବ। ଏକୁଟିଆ ଚାଲିବା ଅପେକ୍ଷା ଜଣେ ସାଥୀରେ ଥିଲେ ରାସ୍ତା ଚାଲିବା ସହଜ ମନେ ହୁଏ। ତୁ ରାଜି ନଥାଇ ମୁଁ ତ ବାହାଘର କରିବି ନାହିଁ। ବର୍ଷାକୁ ବାପାଙ୍କ କଥା ଠିକ ଲାଗିଲା। ଆ ପରଦିନ ବର୍ଷା ସଜବାଜ ହୋଇ ବହୁତ ସୁନ୍ଦର ଲାଗୁଥାଏ। କାହିଁକି ନା ପୁଅ ଘର ଲୋକ ତାକୁ ଦେଖିବାକୁ ଆସିବେ। କିଛି ସମୟ ପରେ ଅଟୋ ଗୋଟିଏ ଆସି ଘର ଆଗରେ ରହିଲା। ଏଥିରୁ ବାହାରିଲେ ଭଦ୍ର ବ୍ୟକ୍ତି ଜଣକ, ଜଣେ ମହିଳା ଆଉ ଯୁବକଟିଏ। ବର୍ଷା ପିଉସା ଡାକ ଦେଲେ, ହଇ ହେ ଶ୍ରୀମତୀ, ସେମାନେ ଆସିଗଲେ। ପବନା ସମୀର ଆଡେ ଦେଖୁଥାଏ। ପିଲାଟି ପୁରା ରାଜକୁମାର ଭଳି ଦିଶୁଥାଏ। ମନେ ମନେ ଭାବିଲା, ବର୍ଷା କଣ ମୋ କେଉଁ ରାଜକୁମାରୀ ଠାରୁ କମ ନା କଣ? ସମୀର ବାପା ମା ତାଙ୍କ ଘର ବିଷୟରେ କହି ଯାଉଥାନ୍ତି। ପବନା ବସି ଶୁଣୁଥାଏ। ବର୍ଷା ପିଉସା କହିଲେ, ଝିଅକୁ ଆଣିବାକୁ କୁହ। ପବନା ହଁ ହଁ। ବର୍ଷା ପିଉସୀ ବର୍ଷାକୁ ଧରି ଆଗେଇ ଗଲେ। ବର୍ଷା ସମସ୍ତଙ୍କୁ ନମସ୍କାର ହେଲା ପରେ ପୁଅ ମା ତାକୁ ପାଖରେ ବସିବାକୁ କହିଲେ। ସେ କିଛି ପ୍ରଶ୍ନ ପଚାରିଲେ ଝିଅକୁ। ପିଲାର ବାପା ମଧ୍ୟ ସ୍କୁଲ କଲେଜ ବିଷୟରେ ପଚାରିଲେ। ପବନା ଖାଲି ଝିଅ ଆଡେ ଦେଖୁଥାଏ। ନମ୍ର ଭାବରେ ସମସ୍ତେ ପ୍ରଶ୍ନ ଉତ୍ତର ଦେଉଥାଏ ବର୍ଷା। ସମୀର ମଧ୍ୟ ବର୍ଷାକୁ ତାର ଚାକିରି ବିଷୟରେ କିଛି ପ୍ରଶ୍ନ ପଚାରିଲେ। ବର୍ଷା ମଧ୍ୟ କିଛି ନ ଡରି ସବୁ କିଛି କହିଲା। ସାମ୍ନା ସାମ୍ନି ପୁଅ ଝିଅ କଥା
ହଉଥାନ୍ତି। ସମୀର ପଚାରିଲା, ଆପଣଙ୍କୁ ଯଦି କିଛି ପଚାରିବାର ଅଛି ତେବେ ପଚାରନ୍ତୁ। ସେ ନିଜ ବାପା ଆଡକୁ ଚାହିଁଲା। ପବନା ସାହସ କରି କହିଲା, କଥା କଣ କି ଆଜ୍ଞା, ଝିଅର ମୋର ଗାଁ ପିଲାଙ୍କ ପ୍ରତି ଭାରି ସ୍ନେହ। ଏପରି ସେମାନେ ଭବିଷ୍ୟତରେ ଆଗେଇବେ, ଉନ୍ନତି କରିବେ, ସେଥିପାଇଁ ସେ ସବୁବେଳେ ଲାଗିଥାଏ। ଆଗକୁ ମଧ୍ୟ ତାର ଇଚ୍ଛା ଯେ ସେ ପିଲାମାନଙ୍କୁ ସାହାଯ୍ୟ କରିବ। କଣ କରିବା ଆଜ୍ଞା, ତା ମନ ପରା ସେଥିରେ ଲାଗିଯାଇଛି। ସମୀର ମା ହସି କହିଲେ, ପିଲା ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ରହିଲେ ଭଲ। ଆମକୁ ଆଉ କଣ ଦରକାର? ତାର ଚାକିରି ଦରମା ସେ କଣ କରୁଛି ସେ ହିସାବ ଆମକୁ ଦେବା ମଧ୍ୟ ଦରକାର ନାହିଁ। ସମୀର ବାପା କହିଲେ, ସମୀର ମା ଯାହା କହିଲେ ଏକଦମ ସତ। ନା କଣ ସମୀର? ସମୀର କହିଲା, ବାହାଘର ପରେ ବର୍ଷା ନିଜ ଇଚ୍ଛାରେ ଯାହା ଚାହିଁବେ କରିପାରିବେ। ସେ ସମାଜ କଲ୍ୟାଣ କାମ କରୁଛନ୍ତି। ମୋର ଏସବୁରେ କିଛି ଆପତ୍ତି ନାହିଁ କିମ୍ବା ଆଗକୁ ମଧ୍ୟ ରହିବ ନାହିଁ। ସମୀର କଥା ଶୁଣି ବର୍ଷା ବାପା ମା ସହ ବର୍ଷା ମଧ୍ୟ ବହୁତ ଖୁସି ହେଲା। ବର୍ଷା ମା ବର୍ଷାକୁ ଭିତରକୁ ନେଇଗଲେ। ବର୍ଷା ବାପା ଯାଇ ବର୍ଷାକୁ ପଚାରିଲେ, ହଁ କରିଦେବି ତ ମା? ବର୍ଷା କହିଲା, ସେମାନେ ମୋ କଥାରେ ରାଜି, ତେଣୁ ହଁ। ପବନା ସେମାନଙ୍କ ପାଖକୁ ଯାଇ କହିଲେ, ଆମେ ଏ ପ୍ରସ୍ତାବରେ ରାଜି ଅଛୁ। ସମୀର ବାପା ଖୁସି ହୋଇ କହିଲେ, ସମୀର ମା ଯାହା ଆଣିଛ ଯାଇ ବୋଉକୁ ଦେଇ ଆସ। ସମୀର ମା ଭିତରକୁ ଯାଇ ବର୍ଷା ହାତରେ 2000 ଟଙ୍କା ଓ ଶାଢୀଟିଏ ଦେଇ କହିଲେ, ତୁ ଆଜିଠାରୁ ଆମର ହେଲୁ। ତାପରେ ସେମାନେ ବିଦାୟ ନେଇଥିଲେ। ପରଦିନ ପବନା ବର୍ଷାକୁ ନେଇ ବସ ଷ୍ଟାଣ୍ଡରେ ଛାଡି ଦେଇଥିଲେ। ବର୍ଷା ବସରେ ବସିଥିଲା। ଛୁଆଟିଏ ଗୋଟିଏ ପେପର ଦେଇ ଦୂରରେ ଥିବା ଦୋକାନ ଆଡେ ଠାରିଦେଲା। ପବନା ତଳେ ଥାଇ ଏସବୁ ଦେଖନ୍ତି। ବର୍ଷା ପିଲା ଦେଖେଇଥିବା ଦୋକାନ ଆଡେ ଦେଖିଲା ବେଳକୁ ସେଠି ସମୀର ଠିଆ ହୋଇଛନ୍ତି। ସେ ଟିକେ ହସି ମୁହଁ ତଳକୁ କରିଦେଲେ। ବସ୍ ଆଗେଇ ଚାଲିଲା। ସେଇ ଦୋକାନ ଅତିକ୍ରମ କଲା ସମୟରେ ବର୍ଷା ମୁଣ୍ଡ ଟେକି ଚାହିଁଲା। ସମୀର ହାତ ହଲାଇ ତାକୁ ବିଦାୟ ଦେଲା। ବର୍ଷାକୁ ଗୋଟିଏ ନୂଆ ଭାବନାର ଅନୁଭୂତି ହେଉଥାଏ। ସେଇ କାଗଜଟିକୁ ଖୋଲି ଦେଖିଲା ସେ। ସେଣ୍ଟରରେ ସମୀର ନାଁ ତଳେ ଫୋନ ନମ୍ବର ଲେଖା ଥିଲା। ବର୍ଷା ଫୋନ ନମ୍ବରଟିକୁ ନିଜ ଫୋନରେ ସାଇତି ଦେଲା। ମାତ୍ର କାଗଜଟିକୁ ଫୋପାଡ଼ି ପାରିନଥିଲା। ତାକୁ ସାଇତି ନିଜ ପର୍ସରେ ରଖିଦେଲା। ବର୍ଷା ଦୂର ସହରରେ କର୍ମଜୀବୀ ମହିଳାଙ୍କ ହଷ୍ଟେଲରେ ରହୁଥିଲା। 2 ଦିନ ଗଲା ପରେ ହଠାତ୍ ମନେ ପଡିଲା ସମୀରଙ୍କ ଫୋନ ନମ୍ବର କଥା। ଭାବିଲା କିଛି କାମ ଥିଲା କି ଫୋନ ନମ୍ବର ଦେଇଥିଲେ। ବହୁତ ସାହସ ସଞ୍ଚୟ କରି ଫୋନ କରିଲା। ଫୋନ ଯେତେ ସମୟ ରିଙ୍ଗ ହେଉଥାଏ ସେତେ ତାର ହୃଦୟର ସ୍ପନ୍ଦନ ବଢି ଚାଲିଥାଏ। ସେପଟୁ ବୋଧେ ସମୀର କହିଲା, ହେଲୋ। କଥା ହେବା ପୂର୍ବରୁ ସମୀର ନାଁ ଜାଣିନେବା ଉଚିତ ବୋଲି ବର୍ଷା ପଚାରିଲା, କିଏ କହୁଛନ୍ତି? ସେପଟୁ ଉତ୍ତର ଆସିଲା, ମୁଁ ସମୀର କହୁଛି। ଆପଣ କିଏ କହୁଛନ୍ତି? ବର୍ଷା କହିଲା, ମୁଁ ବର୍ଷା କହୁଛି। ଓ ଡକ୍ଟର ବର୍ଷା, କେମିତି ଅଛ? ବର୍ଷା କିଛି କହିବା ପୂର୍ବରୁ ସମୀର କହିଲା, ମ୍ୟାଡାମ ବହୁତ ବ୍ୟସ୍ତ ଅଛ? ମୁଁ 2 ଦିନ ହେଲା ଫୋନଟିକୁ ଚାହିଁ ବସିଛି, କିନ୍ତୁ ବର୍ଷାର କିଛି ଖୋଜ ଖବର ହିଁ ନାହିଁ। ସେପଟୁ ପଛରୁ କେହି କହିଲା, ମାର୍ଚ୍ଚ ମାସରେ କୁଆଡେ ବର୍ଷା ହେବ? ଆଉ ଜଣେ କହିଲା, ଆରେ ଚୁପ୍ ରହ, ଭାଉଜ ବୋଧେ ଫୋନ କରିଛନ୍ତି। ପ୍ରଥମ ପିଲାଟି କହିଲା, ହଉ ତୁ କଥା ହେ, ଏପଟେ ଧ୍ୟାନ ଦେନି। ବର୍ଷା ଏହା ଶୁଣି ଟିକେ ହସିଦେଲା। ସମୀର କହିଲା, ଏଇ ପିଲାମାନେ କଥା ହେବାକୁ ଜମା ଦେବେନି। ଆପଣଙ୍କ ମେସ୍ ପିଲା ବୋଧେ? ସମୀର କହିଲା, ହଁ ସବୁ ମିଶିକି ରହୁଛୁ। ଆପଣ କେମିତି ଜାଣିଲେ ଯେ ମୁଁ ସେଦିନ ଆସିବି? ସମୀର କହିଲେ, ତମ ବାପା ଓ ମୋ ବାପା କଥା ହେଲା ବେଳେ ମୁଁ ଶୁଣିଥିଲି। ହଉ ଠିକ ଅଛି, ପରେ କେବେ କଥା ହେବା। ମୁଁ ଯିବି ରୋଷେଇ କରିବି। ସମୀର କହିଲା, ଠିକ ଅଛି। ରାତ୍ରି ସମୀର ସହ କଥା ହେଇ ବର୍ଷାକୁ ବହୁତ ଭଲ ଲାଗିଲା। କେହି ଜଣେ ନିଜର ଅଛି ଯିଏ ତା ଭାବନାକୁ ବୁଝିପାରିବ। ତା ଜୀବନରେ ସାଙ୍ଗ ହୋଇ ଚାଲିବା ପାଇଁ ସାଥୀଟିଏ ମିଳିଛି। ଫୋନରେ ଗପସପ ହେବାର କାର୍ଯ୍ୟକ୍ରମଟି ସାପ୍ତାହିକ ହେଇଯାଇଥିଲା। ସେତେବେଳେ ସ୍ମାର୍ଟଫୋନ ନଥିଲା। କଲ କରିବାକୁ ପଇସା ପଡେ, ତେଣୁ ଦୁହେଁ ଗୋଟିଏ ଦିନ ଭଲ ଭାବେ କଥା ହୁଅନ୍ତି। କେବେ ସମୀର କଲ କରେ ତ କେବେ ବର୍ଷା। 4 ମାସ ହୋଇଗଲା। ସମୀର ଦିନେ ପଚାରିଲା, ବର୍ଷା ଘରକୁ କେବେ ଯିବ ତମେ? ଭାବୁଛି ଆସନ୍ତା ମାସରେ ଯିବି। ତମେ ପ୍ରଥମେ ଟ୍ରେନରେ ଆସିବ, ତାପରେ ବସରେ ଗାଁକୁ ଯିବ ନା? ହଁ। କଣ ହେଲା କି? ନା ଏମିତି ପଚାରିଲି। ବହୁତ ଲମ୍ବା ଯାତ୍ରା ନା? କିଛି ଦିନ ପରେ ବର୍ଷା ଅଫିସରେ ଗୋଟିଏ ସପ୍ତାହ ପାଇଁ ଛୁଟି ମାଗିଲା। ଛୁଟି ମଞ୍ଜୁରୀ ମିଳିବା ପରେ ଯାଇ ଟ୍ରେନ ଟିକଟ କାଟି ଆସିଲା। ଚାହୁଁ ଚାହୁଁ ଘରକୁ ଯିବା ସମୟ ହୋଇଗଲା। ଗୋଟିଏ ରାତ୍ରିର ଟ୍ରେନ ଯାତ୍ରା। ସକାଳୁ ଟ୍ରେନରୁ ଓହ୍ଲାଇ ବର୍ଷା ଗାଁକୁ ଯିବାର ବସରେ ବସିଲା। ଏଠୁ 3 ଘଣ୍ଟାର ରାସ୍ତା। ବାପା ଆସିଥିବେ ବସ ଷ୍ଟାଣ୍ଡକୁ ବର୍ଷାକୁ ନେବା ପାଇଁ। ସମୀର ମଧ୍ୟ ସକାଳୁ ଫୋନ କରିଥିଲେ। କିଛି ସମୟ ପରେ ବସ ଚାଲିବା ଆରମ୍ଭ ହେଇଛି କି ନାହିଁ କେହି ଜଣେ ବର୍ଷାର ଖାନ୍ଦରେ ହାତ ରଖି ଡାକିଲା। ବର୍ଷା ଚମକି ପଡି ବୁଲି କରି ଦେଖିଲା ସମୀର ଛିଡା ହୋଇଛନ୍ତି। ମନରେ ଯେତିକି ଖୁସି ଲାଗୁଥାଏ ସେତିକି ଲାଜ ମଧ୍ୟ ଲାଗୁଥାଏ। ସମୀର ପାଖରେ ବସି ପଡି କହିଲେ, ମୁଁ ଏଠି ବସିଲେ କିଛି ଅସୁବିଧା ନାହିଁ ତ? କିଛି ଅସୁବିଧା ନାହିଁ କହି ଝରକା ଆଡେ ଚାହିଁଲା। ପୁଣି ପଚାରିଲା, ଆପଣ ହଠାତ୍ ଏଠି? ତୁମ ସହ ଦେଖା କରିବାଟି କଣ ବଡ କାରଣ ନୁହେଁ? ବର୍ଷା ସ୍ମିତ ହସ ସହ କହିଲା, କିଛି କାମ ଥିଲା କି? ସମୀର ହସି କହିଲା, ତମକୁ ଦେଖା କରିବାକୁ ମତେ କଣ କାମ ଥିବା ଦରକାର ନା କଣ? ବର୍ଷା କିଛି ନ କହି ମୁରୁକି ହସିଦେଲା। ସମୀର ବର୍ଷାର ହାତକୁ ଗୋଟିଏ ଚକଲେଟ ବଢେଇ ଦେଇ କହିଲା, ଏଇ ନିଅ ତମ ପାଇଁ।
ବର୍ଷା ଧୀରେ ଧନ୍ୟବାଦ କହିଲା। ମୋର ତମ ଗାଁ ବୁଲି ଦେଖିବାର ବହୁତ ଇଚ୍ଛା। ବର୍ଷା ଚମକି ପଡ଼ି କହିଲା, ଆମ ଗାଁ? ହଁ, ତମଠାରୁ ଏତେ ଶୁଣିଛି ଯେ ମୁଁ ମୋର ଉତ୍ସୁକତାକୁ ବାନ୍ଧି ପାରୁନାହିଁ। ସମୀର ବାବୁ, ଏଇଟା ସହର ନୁହେଁ। ଗାଁରେ ଯଦି କେହି ଆମେ ଦୁଇ ଜଣକୁ ସାଙ୍ଗରେ ଦେଖିବେ ଏବେ କେତେ କଥା କହିବେ। ସମୀର କହିଲା, ମୋର ତ ମନେ ଅଛି, ମୁଁ ତ ଏଇ ପାଖ ସହରରେ ଚାକିରି କରୁଛି, କିନ୍ତୁ ତମେ ତ ଏତେ ବଡ଼ ସହରରେ ରହୁଛ, ତେବେ ମଧ୍ୟ ଏସବୁ ମନେ ରଖିଛ? ମଣିଷ ନିଜର ଜନ୍ମ ଭିତ୍ତିଭୂମିକୁ ଭୁଲିବା କଥା ନୁହେଁ। ତମେ ଠିକ କଥା କହିଲ ବର୍ଷା। ଏମିତି ଗପସପରେ ସମୟ ଗଡ଼ି ଚାଲିଥାଏ। ଗାଡ଼ି ମଧ୍ୟ ତୀବ୍ର ଗତିରେ ଆଗେଇ ଯାଉଥିଲା। ସମୀର କହିଲା, ଶନିବାରକୁ ମୁଁ ମୋ ସାଙ୍ଗ ସହ ତୁମ ଗାଁ ପାଖ ଜଳପ୍ରପାତ ଦେଖିବାକୁ ଯାଉଛୁ। ସେଇ ଭିତରେ ତମ ଗାଁ ମଧ୍ୟ ବୁଲିକରି ଦେଖିନେବି। ମୋର ଇଚ୍ଛା ମଧ୍ୟ ପୂରଣ ହେଇଯିବ, ଆଉ ଆମକୁ କେହି କିଛି କହିବେ ନାହିଁ ମଧ୍ୟ। ଓ ଏମିତି କଥା। ତାହେଲେ ବର୍ଷାର ବସଷ୍ଟାଣ୍ଡ ଆଗରୁ ହିଁ ସମୀର ଓହ୍ଲାଇ ଯାଇଥିଲା ବସରୁ। ବର୍ଷା ଆଗେଇ ଯାଇଥିଲା ଘରକୁ ତା ବାପା ସହ। ବର୍ଷା ପହଞ୍ଚିବା କ୍ଷଣି ଗାଁ ଛୁଆ ତା ଆଗରେ ଭିଡ଼ ଜମାଇ ଦେଇଥିଲେ। ତାପରେ ଘରେ ପହଞ୍ଚି ମା ଆଉ ଜେଜେମା କୁଣ୍ଡେଇ ପକାଇଲେ ବର୍ଷାକୁ। 9 ମାସ ପରେ ଦେଖୁଛନ୍ତି ତାଙ୍କ ଅଲିଅଳି ଝିଅକୁ। ମା ବର୍ଷା, କୈଳାସ ବାବୁ ଦେଖା ହୋଇଥିଲେ, କହୁଥିଲେ ଯେ ଆଉ 4 ମାସ ପରେ ନିର୍ବନ୍ଧ କାମ ସାରିଦେବା, ଆଉ ତାହାର 2 ମାସ ପରେ ବାହାଘର କରାଯିବ। ସମୀର ବାବୁ ଏପଟେ ତୋ ପାଇଁ ଚାକିରି ଖୋଜିଦେବେ। ଏପଟେ ଚାକିରି ହେଲେ ତୁ ସେଇଠୁ ଛାଡ଼ି ଆସିବୁ। ତୁ କଣ କହୁଛୁ କହ? ଏଥିରେ ମୋର କିଛି ଆପତ୍ତି ନାହିଁ ବାପା। ବର୍ଷା ହଁ କହିବା ପରେ ବର୍ଷା ମା ଆଉ ଜେଜେମାଙ୍କର ଖୁସିର ସୀମା ନଥିଲା। ନିର୍ଦ୍ଦିଷ୍ଟ ଦିନ ମନ୍ଦିରରେ ଦୁହିଁଙ୍କର ନିର୍ବନ୍ଧ ହେଲା। ଛୁଆ ସବୁ ସମୀରକୁ ଭେଣେଇ ବାବୁ ଡାକୁଥାନ୍ତି। ସମୀର ମଧ୍ୟ ଖୁସି ହେଉଥାଏ ତାହା ଶୁଣିକରି। ବର୍ଷା ମଧ୍ୟ ମନର ମଣିଷ ହାତରୁ ମୁଦି ପିନ୍ଧି ଜୀବନର ସବୁ ସୁଖ ପାଇଗଲା ଭଳି ଅନୁଭବ କରୁଥିଲା। 2 ମାସ ପରେ ବାହାଘର, ତେଣୁ 2 ଦିନରେ ବର୍ଷା ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥିଲା। କିନ୍ତୁ ସପ୍ତାହ ପରେ ସମୀର ଫୋନ କରି କହିଲା ଯେ ତାର ଜେଜେମା ଆର ପାରିକୁ ଚାଲିଗଲେ। ଯିବାରୁ ବାହାଘର ବର୍ଷେ ଘୁଞ୍ଚିଲା। ସେପଟେ ପବନା ମଧ୍ୟ ଭାବିଲା ଯେ ଈଶ୍ୱରଙ୍କ ଇଚ୍ଛା, ଝିଅ ବାହାଘର ପାଇଁ ପ୍ରସ୍ତୁତ ହେବାକୁ ତାକୁ ଆଉ ଟିକେ ସମୟ ମିଳିଛି। ଏମିତି ହେଇ ହେଇ ବର୍ଷେ ବିତିଗଲା। ପୁଣି ବାହାଘର ତାରିଖ ନିଶ୍ଚିତ ହେଲା। ବାହାଘର 3 ମାସ ଅଛି। ସମୀର ଦିନେ କଲ୍ କରି କହିଲା, ବର୍ଷ ଆମ ଭବିଷ୍ୟତକୁ ନେଇ କଥା ହୋଇଗଲେ ଭଲ ହୁଅନ୍ତା। ବର୍ଷାକୁ ବି ସମୀରର କଥା ଠିକ ଲାଗିଲା। ଠିକ ଅଛି, ମୁଁ ଘରକୁ ଯିବାର ଅଛି, ଆପଣ ସେଇ ସମୟରେ ଆସିଲେ କଥା ହୋଇଯିବା। ସମୀର ଆସିଲେ। ଆପଣ କିଛି କହିବେ କହୁଥିଲେ। ସମୀର ଆରମ୍ଭ କଲା। ବର୍ଷା ବୋହୂ ହେଲା ପରେ ବହୁ ବିଷୟରେ କିଛି ଜାଣିବାକୁ ହୁଏ। ବର୍ଷା ନମ୍ର ଭାବରେ କହିଲା, ହଁ କୁହନ୍ତୁ। ସମୀର କହିଲା, ଆମ ଘରେ ସବୁ ନିଷ୍ପତ୍ତି ବାପା ନିଅନ୍ତି, ତୁମକୁ ବି ସେୟା ମାନିବାକୁ ହେବ। ମତେ ରାଉରକେଲାରେ ଗୋଟିଏ ଭଲ ଚାକିରି ଅଫର ଅଛି। ବାପା ଚାହାନ୍ତି ମୁଁ ସେଇଠି କରିବି। ମୋର ବି ଇଚ୍ଛା ଅଛି। ମୋ ଦରମାରେ ଆରାମରେ ସବୁ ଚଳିଯିବ। ତୁମର ଚାକିରି ଆଉ କଣ ହେବ? ଏ କଥା ପରେ ଯେମିତି ବର୍ଷାକୁ ଆଉ କିଛି ଶୁଭୁ ନଥାଏ। ତାର ଯୋଉ ସ୍ୱପ୍ନ ସମୀରକୁ ପ୍ରଭାବିତ କରିଥିଲା, କୁଆଡେ ଗଲା ସେସବୁ? ସମୀରର ନିଷ୍ପତ୍ତିରେ ବର୍ଷାର ଇଚ୍ଛାର ସ୍ନାନ କାହିଁ? ବର୍ଷା କହିଲା, କିନ୍ତୁ ମୋ ଗାଁ ସ୍କୁଲ ଛୁଆ। ଓ ବର୍ଷା ପ୍ଲିଜ, ସବୁଦିନେ ତମେ ତାଙ୍କ କଥା ବୁଝ ନା କଣ? ବାହାଘର ପରେ ତୁମକୁ ଆମ ଅନୁସାରେ ଚଳିବାକୁ ହେବ। ଆମ ଛୁଆ ହେବ, ତାଙ୍କ ଭବିଷ୍ୟତ ଦେବାକୁ ହେବ। ସହରରେ ବାପା ମା ମାନେ ଛୁଆ ମାନଙ୍କ ପଛରେ ଦିନ ରାତି ଲଗାଇଲେ ମଧ୍ୟ ବହୁତ ପ୍ରତିଯୋଗିତା ସେଠି। ମୁଁ ଭାବୁଛି ତୁମେ ମୋ କଥା ବୁଝିପାରୁଛ। ବର୍ଷା ଅନେଇ ରହିଥାଏ। ସମୀର କହିଲା, 2 ଦିନ ସମୟ ଦେଉଛି, ଭଲ କରି ଭାବି ଦେଖ। ସମୀର ଚାଲିଗଲେ। ବର୍ଷାକୁ ବିଶ୍ୱାସ ହେଉନଥାଏ ସମୀର ପୁଣି ଏସବୁ କହିଲେ। ବର୍ଷା ଆଖି ଆଗରେ ସେଇ କୁନି ଛୁଆଙ୍କର ଆଶାଭରା ଆଖି ଦିଶୁଥାଏ। କଣ ନିଷ୍ପତ୍ତି ନେବ ଭାବୁଥାଏ। ମା ଭିତରୁ ଜଳିଖିଆ ଥାଳି ଧରି ଆସି ପଚାରିଲେ, ସମୀର ବାବୁ କୁଆଡେ ଗଲେ? ବର୍ଷା କହିଲା, ସେ ଚାଲିଗଲେ। ମା ପଚାରନ୍ତି, କଣ ହେଲା? ସେ କଣ କହିଲେ? ବର୍ଷା କିଛି ନ କହି ଚୁପ ହୋଇ ବସିଲା। ବର୍ଷା କିଛି ନ କହି ଚୁପ ହୋଇ ରହିବାରୁ ମା ଯାଇ ବର୍ଷାର ବାପାଙ୍କୁ ଡାକି କହିଲେ, ସମୀର ବାବୁ କଣ କହିଲେ? ଝିଅ କିଛି କହୁନି, ଝିଅ ଟିକେ ରାଗରେ ମଧ୍ୟ ଅଛି ବୋଧେ। ତମେ ଆସ। ଏପଟେ ବର୍ଷା ମନ ଭିତରେ ବହୁତ ବଡ ଯୁଦ୍ଧ ଚାଲିଥାଏ। କେହି ତାର ଭାବନା ସହ ଏତେ ବଡ ଖେଳ ଖେଳିବ ବୋଲି ସେ କେବେ ଭାବି ନଥିଲା। ନହେଲେ ସିନ୍ଧୁକ ଭିତରେ ସାଇତି ରଖିଥିବା ଭାବନାକୁ କେବେ ବାହାରକୁ ଆଣି ନଥାନ୍ତା ସେ। ଭୁଲ ତ ନିଜର ଥାଏ। ଯିଏ ଅନ୍ୟକୁ ବିଶ୍ୱାସ କରି ନିଜ ସାଇତା ଭାବନାକୁ ଅଜାଡି ଦିଏ, ତାକୁ ଦଳି ଦେଇ କେହି ଚାଲିଗଲେ ଦୋଷ କିପରି କାହାକୁ ଦେବ? ସେ ହିଁ ବିବାହ ପାଇଁ ରାଜି ହେଲା। ସମୀରଙ୍କର ନିକଟତର ହେଲା, କିନ୍ତୁ ହୃଦୟ କହୁଛି ଯେ ମୋର ଦୋଷ ନାହିଁ। ମୋର ଇଚ୍ଛା ଜାଣି ସେ ସମ୍ପର୍କ ରଖିଥିଲେ। ଆଜି ସେ ତାଙ୍କ କଥା ଭାଙ୍ଗିଛନ୍ତି, ତ ମୁଁ କିପରି ଦୋଷୀ ହେବି? ପବନା ଆସି ପଚାରିଲା, କଣ ହେଲା ମା? ସମୀର ବାବୁ କଣ କହିଲେ? ବର୍ଷା ସବୁ କଥା କହିଲା ବାପାଙ୍କୁ। ବର୍ଷା ମା କହିଲେ, ସେ ଯଦି ଚାହୁଁଛନ୍ତି ତେବେ ଚାକିରି ଛାଡ଼ିଦେ। କଣ ଦରକାର ଯେ ଚାକିରି? ଖାଲି ଗାଁ ଛୁଆ ଛୁଆ ହେଉଛୁ। ପବନା କହିଲା, ତୁମେ ଚୁପ୍ କର ତ। ପବନା ବର୍ଷା ଆଡେ ଦେଖି କହିଲା, ତୁ କଣ ଚାହୁଁଛୁ ରେ ମା? ମୋ ଇଚ୍ଛା ଜାଣି ସେମାନେ ଏ ସମ୍ପର୍କ ପାଇଁ ରାଜି ଥିଲେ। ଆଜି କିପରି ସେମାନେ ନିଜ କଥା ଭାଙ୍ଗିଛନ୍ତି ବାପା? ଏଭଳି ପରିବାରରେ ମୁଁ କିପରି ଚଳିବି? ବର୍ଷା ମା ସଙ୍ଗେ ସଙ୍ଗେ କହିଲା, ତୋ ମୁଣ୍ଡ ଖରାପ
ଖରାପ ହୋଇଗଲାଣି କିଲୋ ହୁଣ୍ଡି। ଏଭଳି ପ୍ରସ୍ତାବକୁ କେହି କ'ଣ ନାହିଁ କହେ। ଏତିକି ବେଳେ ଜେଜେମା ଆସି କହିଲେ ତୁ ଚୁପ୍ କର ବୋହୂ। କିନ୍ତୁ ମା ଜେଜେମା କହିଲେ କଥା ଦେଇଥିଲେ କୌଣସି ପରିସ୍ଥିତିରେ ତାହା ଲିଭେଇବାକୁ ହୁଏ। କିନ୍ତୁ ମା ସମାଜରେ ରହିଲେ ଏସବୁ ସହିବାକୁ ହୁଏ। ଦେଖ ବୋହୂ କହିଲେ ଖରାପ ଲାଗିପାରେ କିନ୍ତୁ ଯେଉଁ ସମାଜ କଥା କହୁଛୁ ସେଇ ସମାଜ ଚାହୁଁଥିଲା ଯେ ମୋ ପୁଅ ଆଉ ଗୋଟିଏ ବାହା ହୋଇଯିବା ଉଚିତ। କାହିଁକି ନା ତୁ ଗୋଟିଏ ଛୁଆ ଜନ୍ମ କଲୁ ସେ ପୁଣି ଝିଅ। ଗାଁରେ କେତେ ଲୋକ ସେମିତି ବାହା ହେଇଛନ୍ତି ତୁ ଦେଖୁଛୁ ନା। ମୋ ପୁଅ ବାହା ବେଦୀରେ ତୋର ସମ୍ମାନ ରଖିବ ସୁଖ ଦୁଃଖର ସାଥୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ କେବେ ଦ୍ୱିତୀୟ ବିବାହ ମନରେ ଆଣିନି। ସେତେବେଳେ ଆମେ ସମାଜ କଥା ଭାବିଲୁ ନାହିଁ। ତାହେଲେ ଆଜି କାହିଁକି ଭାବିବୁ। ବର୍ଷା ମା ଏହା ଶୁଣି ଚୁପ୍ ହୋଇଯାଇଥିଲେ। ସତ କଥା ତ ଯିଏ ଆଜି ନିଜେ ଦେଇଥିବା କଥା ରଖିନି ସେ ଆଗକୁ କ'ଣ ବା ସାଙ୍ଗ ଦେବ। ତୁ ଆଉ 2 ଦିନ ଚିନ୍ତା କରି ତୋ ନିଷ୍ପତ୍ତି ମତେ କହ ମା। ତାହା ମୁଁ କୈଳାସ ବାବୁଙ୍କୁ କହିଦେବି। ବର୍ଷା ଆଉ କିଛି କହିଲା ନାହିଁ। ବାହାରିଗଲା ଗାଁ ବରଗଛ ମୂଳକୁ। ମନକୁ ମନ ଭାବୁଥାଏ ଯେ ଏଇ ଗାଁରେ ସ୍କୁଲ ଖୋଲିବାର କେତେ ତାର ଇଚ୍ଛା ଅଛି। ଗାଁ ପିଲାଙ୍କୁ ସ୍କୁଲ ପାଇଁ ଏତେ ଦୂରକୁ ଯିବାକୁ ହେବ ନାହିଁ। ନିଜ ଦରମାରୁ ବର୍ଷା ପିଲାଙ୍କୁ 5ଟି ସେକେଣ୍ଡ ହ୍ୟାଣ୍ଡ ସାଇକେଲ କିଣିକି ଦେଇଛି। ସେଥିରେ 7ଟି ପିଲା ଦୂର ସ୍କୁଲ ଯାଉଛନ୍ତି। ବର୍ଷାର ଅନୁରୋଧ କ୍ରମେ ସ୍କୁଲ ପ୍ରଧାନ ଶିକ୍ଷକ ପୁରୁଣା ବହି ଯୋଗାଇ ଦେଉଛନ୍ତି। ତାଙ୍କ ବାପା ମା ବଡ଼ କଷ୍ଟରେ ଖାଇବାକୁ 2 ମୁଠା ଦେଉଛନ୍ତି। ବର୍ଷା ତାଙ୍କୁ ସମୟରେ ପଇସା ନଦେଲେ ସେମାନେ କେମିତି ଆଗକୁ ପଢିବେ। ହାଇସ୍କୁଲ ଯିବା ଆଗରୁ ବହିରେ ଡୋରି ବାନ୍ଧି ହୋଇଯିବ ତାଙ୍କର। ଭାବନାରେ କେତେ ଦୂର ଆଗେଇ ଗଲାଣି ବର୍ଷା ତାକୁ ଜଣା ନଥାଏ। ହଠାତ୍ ପଛରୁ କେହି ଡାକ ଦେଲା ବର୍ଷା ଦିଦି। ବୁଲି ଦେଖିଲା ଦୌଡ଼ି ଆସୁଛନ୍ତି ଝିଅ 2 ଜଣ। ବର୍ଷା ଛିଡ଼ା ହୋଇ ଦେଖିଲା ଆରେ ଏମାନେ ତ ଆମ ଗାଁର ମାଳତୀ ଆଉ ସରିତା। କେତେ ବଡ଼ ହୋଇଗଲେଣି ଚିହ୍ନି ହେଉନି ଏମାନଙ୍କୁ। ବର୍ଷା ଦିଦି ଆମେ ଏ ବର୍ଷ 7ମ ପାସ୍ କରିବୁ। ଆମକୁ ସାଇକେଲ ବେଲ୍ ଗୋଟିଏ ଯୋଗାଡ଼ କରିଦେବ କି? ଗୋଟିଏରେ ଆମେ ଚଳେଇ ନେବୁ। ଆମେ ବି ତମ ପରି ପଢ଼ି ଚାକିରି କରିବୁ। ଆମେ ବାବାଙ୍କୁ ସାହାଯ୍ୟ କରିବୁ। ବର୍ଷାଙ୍କୁ ଦୁହିଁଙ୍କ ଭିତରେ ନିଜର ପୁରୁଣା ଦିନ ଦିଶୁଥିଲା। ନିଶ୍ଚୟ କିଣିଦେବି କହି ବର୍ଷା ଘର ଆଡ଼େ ଆଗେଇଲା। ଭାବିଲା ନିଜର ରୋଜଗାର ନଥିଲେ କିପରି ସେ ଦରକାର ବେଳେ କାହାକୁ ସାହାଯ୍ୟ କରିବ। କିନ୍ତୁ ସ୍ୱାମୀ ତ ଚାକିରି ଛାଡ଼ିବା କଥା କହୁଛନ୍ତି। ତେବେ ବର୍ଷା କ'ଣ କରିବ? ନିଜ ସ୍ୱପ୍ନକୁ ବାଛିବ ନା ନିଜ ପ୍ରେମକୁ? ପିଲାମାନଙ୍କ ଭବିଷ୍ୟତକୁ ନେଇ ଯେଉଁ ଆଖିରେ ସ୍ୱପ୍ନ ସଜେଇଛି ତାକୁ ପୂରଣ କରିବ ନା ସମୀରକୁ ବାହା ହୋଇ ବିବାହ ବନ୍ଧନରେ ସବୁଦିନ ପାଇଁ ବାନ୍ଧି ହୋଇଯିବ? ଆଗକୁ କ'ଣ ହେବ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ବର୍ଷାଙ୍କ ନିଷ୍ପତ୍ତି କ'ଣ ହେବା ଉଚିତ ଆପଣମାନେ କ'ଣ ଭାବୁଛନ୍ତି? ଯାହା ଭାବୁଛନ୍ତି କମେଣ୍ଟ ସେକ୍ସନରେ ନିଶ୍ଚୟ ଲେଖନ୍ତୁ। ତେବେ ପୁଣି ଦେଖା ହେବ 2ୟ ଭାଗରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ।